ଯେବେ ଆପଣଙ୍କ ଖାସ୍ ଲୋକ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଲାଗିବେ, ତେବେ ଏହି କଥା ବୁଝିଯିବେ ତାଙ୍କର ଆବଶ୍ୟକତା ପୂରଣ ହୋଇସାରିଛି। ମଣିଷ ଶରୀରରେ ସବୁଠୁ ସୁନ୍ଦର ଅଙ୍ଗ ତାର ହୃଦୟ ହୋଇଥାଏ, ଆଉ ଯଦି ତାହା ସଫା ନଥାଏ, ଚେହେରାର ଚମକ କୌଣସି କାମରେ ଆସିନଥାଏ। ଜୀବନ ତ ଏତିକି ଶିଖାଇ ଦେଇଛି, ନିଜ ଲୋକଙ୍କ ଉପରେ ଭରସା ଭାବି ଚିନ୍ତିକି କର। ଏହା ସତ କି ଯେବେ ମଣିଷର ଆବଶ୍ୟକତା ପୂରଣ ହୋଇଯାଇଥାଏ, ତେବେ ତାର କଥା ହେବାର ଶୈଳୀ ବି ବଦଳି ଯାଇଥାଏ। ଭଗବାନଙ୍କୁ ଯେବେ ବି ମାଗୁଛ, ଭଗବାନଙ୍କୁ ହିଁ ମାଗ, କାହିଁକି ନା ଯେବେ ଭଗବାନ ତୁମର ହେବେ, ତେବେ ସବୁ କିଛି ତୁମର ହିଁ ହେବ। ଆମେ ତାଙ୍କ ସହିତ ସେ ପର୍ଯ୍ୟନ୍ତ ଲଢ଼ିଥାନ୍ତି ଯେ ପର୍ଯ୍ୟନ୍ତ ଆମର ଭଲ ପାଇବା ତାଙ୍କ ପ୍ରତି ଥାଏ, ଆଉ ଏହା ହିଁ ଆଶା ରହିଥାଏ କି ସିଏ ଆମକୁ ଭଲ ପାଇବେ। ଯେଉଁଦିନ ଏ ଆଶା ଶେଷ ହୋଇଯାଏ, ସେହିଦିନ ଠାରୁ ଲଢ଼ିବା ବି ଶେଷ ହୋଇଯାଏ। କଥା ବହୁତ ଛୋଟ ଅଟେ, କିନ୍ତୁ ସତ ଅଟେ। ସମ୍ପର୍କ ସମସ୍ତଙ୍କ ସହିତ ରଖ, କିନ୍ତୁ ଆଶା କାହା ଉପରେ ବି ରଖ ନାହିଁ। ଅଧିକାଂଶ ମିଛ ଲୋକଙ୍କ କଥା ହିଁ ଆମକୁ ମିଠା ଲାଗିଥାଏ, ଆଉ ସଚ୍ଚୋଟ ଲୋକଙ୍କ କଥା କଟୁ ଲାଗିଥାଏ। କଥା ସଂସ୍କାର ଆଉ ଅଭ୍ୟାସର ହୋଇନଥାଏ, ହେଲେ ଯିଏ ଶୁଣିପାରେ ସିଏ ବି ଶୁଣେଇ ପାରେ। ସମ୍ପର୍କ କେବେ ବି ଆପେ ଆପେ ଭାଙ୍ଗି ନଥାଏ। ଭୁଲ ବୁଝାମଣା ଆଉ ଅହଙ୍କାର ଯୋଗୁଁ ସମ୍ପର୍କ ଭାଙ୍ଗି ଯାଇଥାଏ। ଆମର ଉଦାସୀନତା ସମସ୍ତେ ବୁଝିପାରନ୍ତି ନାହିଁ, କାହିଁକି ନା ଆମେ ଯାହାକୁ ପ୍ରଥମେ ଦେଖା କରିବା ପାଇଁ ଯାଇଥାଉ, ପ୍ରଥମେ ହିଁ ଆମେ ହସି ଦେଇଥାଉ। ଏତେ ବି କଟୁ ହୁଅ ନାହିଁ କି ଆପଣଙ୍କ ମୁହଁରୁ ବାହାର କରି ତଳେ ପକାଇଦେବ, ଆଉ ଏତେ ବି କିଛି ମିଠା ହୁଅ ନାହିଁ ଯେମିତି କେହି ତୁମକୁ ହଜମ କରିନେବେ। କିଛି ଫରକ ପଡ଼େ ନାହିଁ ଲୋକ ଆପଣଙ୍କ ବିଷୟରେ କଣ ବିଚାର କରନ୍ତି, କଣ ଚିନ୍ତା କରନ୍ତି। ଆପଣ ନିଜେ ନିଜେ ନିଜ ବିଷୟରେ କଣ ଚିନ୍ତା କରୁଛନ୍ତି, ଏଇଟା ହିଁ ଫରକ ପକେଇଥାଏ। ତେଣୁ ଅନ୍ୟର ଚିନ୍ତାଧାରା ନୁହେଁ, ନିଜ ଚିନ୍ତାଧାରା ହିସାବରେ ବଞ୍ଚନ୍ତୁ। ଅନ୍ୟର ଲକ୍ଷ୍ୟରେ ନୁହେଁ, ନିଜ ଲକ୍ଷ୍ୟ ରଖି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ। ଭଗବାନ ଯଦି ତୁମକୁ ଏକା କରି ଜନ୍ମ କରିଛନ୍ତି, ତେବେ କଣ ତୁମ ସଫଳତା ତୁମେ ଏକା ହାସଲ କରିପାରିବ ନାହିଁ? ଭଗବାନ ଯଦି ଏତେ ବିଶ୍ୱାସ ସହକାରେ ତୁମକୁ ଏକା ଛାଡ଼ି ପାରିଲେ, ତୁମେ କଣ ଏକୁଟିଆ ସମସ୍ତଙ୍କର ବିଶ୍ୱାସ ଜିତି ପାରିବ ନାହିଁ? ଭଗବାନ ଯଦି କାହାକୁ ସଂସାରରେ କମି ରଖିନାହାନ୍ତି, ତୁମେ ସେମିତି କମଜୋର କାହିଁକି ହେବ? ତୁମେ ବି ଉଠ, ଜାଗ, ନିଜକୁ ପ୍ରସ୍ତୁତ କର ନୂତନ ସକାଳର ସୂର୍ଯ୍ୟ କିରଣ ପାଇଁ। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣ ସମସ୍ତଙ୍କୁ ନୂତନ ଦିବସର ନୂତନ ସୂର୍ଯ୍ୟ ଉଦୟ ଅପେକ୍ଷା କରିଛି।